ବନ୍ଧୁଗଣ, ଆପଣ ସମସ୍ତଙ୍କୁ ଆଜିର ଜ୍ୟୋତିଷିକ ଆଲୋଚନାକୁ ମୁଁ କୁଳମଣି ପଣ୍ଡା, ଗ୍ରାମ ତରାଣ୍ଡ, ପୋଷ୍ଟ 12, ଜିଲ୍ଲା କେନ୍ଦ୍ରାପଡ଼ାରୁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଶ୍ରଦ୍ଧାରେ, ଆବେଗରେ, ଆଦରରେ ଟିକେ ଶୁଣନ୍ତୁ ମୁଁ କ'ଣ କହୁଛି। ଆଜି ମେଷ ରାଶି ଉପରେ ଆଲୋଚନା କରିବା। ସେପ୍ଟେମ୍ବର 16ରୁ ଅକ୍ଟୋବର 16 ଯାଏ ଏହି ରାଶି ଅଧୀନରେ ଥିବା ସମସ୍ତ ଜନତା କି ପ୍ରକାର ସୁଖ ବା ଦୁଃଖ ଲାଭ କରିବେ, ନବଗ୍ରହ ଏମାନଙ୍କୁ କେତେ କଲ୍ୟାଣ କରିବେ ବା ନା। ଜାତକର ଆରମ୍ଭରେ ଶ୍ରୀମାନ ଜ୍ୟୋତିଷ ମହାଶୟ ଲେଖନ୍ତି, କୃଷ୍ଣ କରତୁ କଲ୍ୟାଣମ୍ ମାରକଣ୍ଡ ବରପ୍ରଦ ଷଷ୍ଠୀ ଦେବୀ ପ୍ରସାଦେନ ବାଳକୋ ଚିରଜୀବିତ ଅଥବା ବାଳିକା ଚିରଜୀବିତା। ଏହି ଶ୍ଲୋକଟିକୁ ମୁଁ ଗତକାଲି ପାଠ କରିଥିଲି। ନନ୍ଦବାବୁ, କୃଷ୍ଣର ବାପା, କୃଷ୍ଣର ଜାତକ ପଢ଼ୁଥିଲେ। ଲେଖା ଅଛି, କୃଷ୍ଣ କରତୁ କଲ୍ୟାଣମ୍। କୃଷ୍ଣ ଶବ୍ଦର ଅର୍ଥ ହେଲା ଯେ ସକଳାନ ପାପାନ ଯହ ଆକର୍ଷତି ସ କୃଷ୍ଣ। ଯେ କୃଷ୍ଣଙ୍କୁ ଚିନ୍ତା କରେ, ଧ୍ୟାନ କରେ, ମନନ କରେ, ଚିନ୍ତନ କରେ, ସେ ତାର ସକଳ ପାପକୁ ଏହି ଭକ୍ତ ଠାରୁ ଆକର୍ଷଣ କରି ନେଇଯାଆନ୍ତି ନିଜ ଆଡ଼କୁ। କହିନାହାନ୍ତି ଅର୍ଜୁନକୁ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟଃ ମୋକ୍ଷୟିଷ୍ୟାମି ମା ଶୁଚ। ହେ ଅର୍ଜୁନ, ହେ ପାର୍ଥ, ଶୋଚନା କରନା, ଦୁଃଖ କରନା। ଯେଉଁମାନଙ୍କୁ ଯୁଦ୍ଧରେ ହତ୍ୟା କରିବ, ମାରିବ, ପାପ ହବ ଭାବୁଛ, ସେ ପାପ ମୋର, କର୍ମ ତମର। ସବୁ ଧର୍ମ କର୍ମକୁ ମତେ ଅର୍ପଣ କରିଦିଅ। ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକାମ୍। ଏକୁଟିଆ ମୁଁ, ଏ ସଚରାଚର ଜଗତର ସ୍ରଷ୍ଟା ମୁଁ, ନିୟତି ମୁଁ, ବିଧାତା ମୁଁ, କର୍ତ୍ତା ମୁଁ। ମତେ ହିଁ ଭଜନ କର, ମୁଁ ତୁମର ସମସ୍ତ ପାପକୁ ହରଣ କରିବି। ଏଣୁ ଜ୍ୟୋତିଷ ମହାଶୟ ଲେଖିଲେ, କୃଷ୍ଣ କରତୁ କଲ୍ୟାଣମ୍। ଏଇ ଯେଉଁ ଶିଶୁ ଜନ୍ମ ହେଇଛି ତାକୁ କୃଷ୍ଣ କଲ୍ୟାଣ କରନ୍ତୁ। ଆଉ ଦୀର୍ଘାୟୁ ଋଷି ମାର୍କଣ୍ଡ, ମୂର୍କଣ୍ଡ ମୁନିଙ୍କ ପୁତ୍ର ମାର୍କଣ୍ଡ, ସିଏ ବି କଲ୍ୟାଣ କରନ୍ତୁ, ସେ ବର ପ୍ରଦାନ କରନ୍ତୁ। ସେ ବରଦାତା ଏଇ ମାର୍କଣ୍ଡେୟ ଋଷିଙ୍କୁ ଆମେ ଚିନ୍ତା କଲେ ସେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ଏବଂ କଲ୍ୟାଣ କରନ୍ତି। ମାର୍କଣ୍ଡ ବରପ୍ରଦ। ଯିଏ କପାଳ ଲେଖନ୍ତି, କପାଳ ଲିଖିତଂ ଭାଗ୍ୟଂ ନିନ୍ଦା ନିନ୍ଦ୍ୟଂ ଶୁଭାଶୁଭମ୍। କପାଳରେ ଯାହା ଲେଖା ହେଇଥାଏ, ନିନ୍ଦା କି ଅନିନ୍ଦା, ତା ଲେଖନ୍ତି କିଏ ନା ଷଷ୍ଠୀ ଦେବୀ। ଷଷ୍ଠୀ ଦେବୀ ପ୍ରସାଦେନ, ତାଙ୍କ ପ୍ରସାଦରୁ, ଷଷ୍ଠୀ ଦେବୀଙ୍କ ଅନୁଗ୍ରହରୁ ବାଳକ ଚିରଦିନ ବଞ୍ଚୁ। ଆଗେ ଲେଖା ହେଲା ଜାତକରେ ବାଳକ ଚିରଦିନ ବଞ୍ଚୁ। କାହିଁକି? ମନୁଷ୍ୟାଣାଂ ଆୟୁ ମୂଳମ୍। ମନୁଷ୍ୟ ମାନଙ୍କର ଆୟୁ ହେଉଛି ମୁଖ୍ୟ। ଲୋକେ ସିନା ବଞ୍ଚିଲେ କିଛି କର୍ମ କରିବ, ସୁଖ ଦୁଃଖ ଅନୁଭବ କରିବ, ଜପତପ କରିବ, ତେଣୁ ଆୟୁ ମୂଳମ୍। ସେଥିପାଇଁ ପଣ୍ଡିତ ମହାଶୟ ଜାତକରେ ଲେଖିଲେ, ଇଏ ଶିଶୁ ଦୀର୍ଘାୟୁ ହେଉ। ତେଣୁ ସମସ୍ତେ ଆମେ ଯେତେ ଶ୍ରୋତା, ଯେତେ ବକ୍ତା ଅଛେ, ସମସ୍ତେ ଦୀର୍ଘାୟୁ ହୁଅନ୍ତୁ। ଆଉ ଏହି ସୀମିତ ଆୟୁ କାଳ ଭିତରେ ସମସ୍ତ କାର୍ଯ୍ୟ କରନ୍ତୁ। ଏ ମେଷ ରାଶି ଅଧୀନରେ ଥିବା ସମସ୍ତ ବନ୍ଧୁ, ଆପଣମାନେ ଯଦି ଚାହାନ୍ତି
ଯେ ବିଭୁ କଲ୍ୟାଣ ଆପଣଙ୍କ ଉପରେ ବର୍ଷା ହଉ। ଏହି କଲ୍ୟାଣ ବର୍ଷା ପାଇଁ ଆପଣ ଆପଣଙ୍କର ଇଷ୍ଟ ମନ୍ତ୍ର ଜପ କରିବେ। ଯଦି ସୁବିଧା ହେବ ତ୍ରିକାଳ ସଞ୍ଜରେ ସକାଳେ ମଧ୍ୟାହ୍ନରେ ମନ୍ତ୍ର ଜପିବା ପୂର୍ବରୁ ଭାବିବେ ଆପଣ ଶୁଦ୍ଧ ଅଛନ୍ତି ତ। ଯଦି ପାରିବେ ଗାଧୋଇ ପଡ଼ିବେ, ଯଦି ପାଣି ଯାଉଥିବ, ନହେଲେ ଧୋଇଧାଇ ହେବେ। ବିଶେଷ କରି ଯଦି ପରିସ୍ରା ଯାଇଥିବେ ତାହେଲେ ଗୁପ୍ତ ଆମକୁ ଧୋଇବେ ଏବଂ ଧୁଆଧୋଇ ହୋଇ ପାଣି ଗଙ୍ଗା ଗଙ୍ଗା ଶ୍ରୀବିଷ୍ଣୁ ଶ୍ରୀବିଷ୍ଣୁ ବୈଷ୍ଣବେ ବଡ଼ରେ ଗାଖ୍ୟା ନମ ବୈଷ୍ଣବେ ମୁଣ୍ଡରେ ଗାଖ୍ୟା ନମ 3 ଥର ପାଣି ଛିଞ୍ଚି ହେବେ। ତାପରେ ନୂଆ ବସ୍ତ୍ର ବା ଧୁଆ ବସ୍ତ୍ର ପିନ୍ଧିବେ। ଐଶାନ୍ୟ କୋଣକୁ ମୁହଁ କରି ବସିବେ। ଆସନ ଉପରେ ବସିବେ। ହଁ, ବସିବେ ଆଉ ମନ୍ତ୍ର ଜପିବେ 108 ଥର। ଆଉ ଏଇ 108 ଥର ମନ୍ତ୍ର ଜପିବା ପାଇଁ ପ୍ରାୟ 5 ମିନିଟ୍ ଲାଗିବ। ମନ୍ତ୍ରଟି ହେଲା ଓಂ ହ୍ରିଂ ଶ୍ରୀଂ ଲକ୍ଷ୍ମୀ ନାରାୟଣାଭ୍ୟାଂ ନମଃ। ଓಂ ହ୍ରିଂ ଶ୍ରୀଂ ଲକ୍ଷ୍ମୀ ନାରାୟଣାଭ୍ୟାଂ ନମଃ। ଏ ମନ୍ତ୍ର ଜପନ୍ତୁ ଏବଂ କଲ୍ୟାଣର ପ୍ରାର୍ଥୀ ହୁଅନ୍ତୁ। ଲକ୍ଷ୍ମୀ ନାରାୟଣ ଆପଣଙ୍କୁ ଅବଶ୍ୟ କଲ୍ୟାଣ କରିବେ, ଅବଶ୍ୟ ମଙ୍ଗଳ ହେବ। ଦେଖିବା କୌଣସି ମାସ ରାଶିଫଳ। ରବି ସେପ୍ଟେମ୍ବର 16ରୁ କନ୍ୟାକୁ ଯିବେ। ଶୁକ୍ର ସେପ୍ଟେମ୍ବର 18ରୁ ତୁଳାକୁ ଯିବେ। ଅକ୍ଟୋବର 13ରୁ ବିଛାକୁ ଯିବେ। ବୁଧ ସେପ୍ଟେମ୍ବର 21ରୁ କନ୍ୟାକୁ ଯିବେ। ଅକ୍ଟୋବର 10ରୁ ତୁଳାକୁ ଯିବେ। ଗୁରୁ ବୃଷରେ ଅଛନ୍ତି, ଶନି କୁମ୍ଭରେ, କେତୁ କନ୍ୟାରେ, ରାହୁ ମୀନରେ ଅଛନ୍ତି। ହେଲେ ସେମାନେ କ'ଣ କ'ଣ କଲ୍ୟାଣ କରିବେ ଆଲୋଚନା କରିବା। ଏ ମାସରେ ମାନେ ସେପ୍ଟେମ୍ବର 16ରୁ ଅକ୍ଟୋବର 16 ଯାଏ ରବି ଶୁକ୍ର କେତୁ କନ୍ୟାରେ ମେଷ ପାଇଁ ଷଷ୍ଠ ରବି, ଷଷ୍ଠ ଶୁକ୍ର, ଷଷ୍ଠ କେତୁ, ଏକାଦଶରେ ଶନି, ଦ୍ୱାଦଶରେ ରାହୁ, ଦ୍ୱିତୀୟ ବୃହସ୍ପତି, ତୃତୀୟ ମଙ୍ଗଳ, ପଞ୍ଚମ ବୁଧ। ଏ ହେଲା ଗ୍ରହମାନଙ୍କର ସ୍ଥିତି। ଏମାନେ କ'ଣ ଫଳ ଦେବେ? ଦୁଃଖର ସହ ଆଉ ଥରେ ମନେ ପକାଇ ଦେଉଛି ଯେ ଏକାଦଶ ଶନି ଆଦୌ ଫଳ ଦେବେନି। ଯଦି ଦେବେ ମନ୍ଦ ଫଳ ଦେବେ। କାରଣ ମେଷ ରାଶି ପାଇଁ ବାଧକ ସ୍ଥାନ କୁମ୍ଭ ଘର, କୁମ୍ଭ ରାଶି, ବାଧକ ଗ୍ରହ ଶନି। ତେଣୁ ଶନି ଏକାଦଶ ଥିଲେ ବି ମେଷ ରାଶିଆଙ୍କୁ ଏପର୍ଯ୍ୟନ୍ତ କଲ୍ୟାଣ କରିନାହାନ୍ତି କି କଲ୍ୟାଣ କରିବେନି। କାରଣ ସେ ବାଧକାଧିପତି। ଏକାଦଶ ଶନି ଆଦୌ ସହଯୋଗ କରିବେନି। ଶନିଙ୍କ ଦୃଷ୍ଟି ସିଂହସ୍ଥ ବୁଦ୍ଧଙ୍କ ଉପରେ ଅଛି। ଶନି କୁମ୍ଭରେ ଥାଇ ସିଂହକୁ ଦେଖୁଛନ୍ତି। ସିଂହରେ ବୁଦ୍ଧ ଅଛନ୍ତି। ବୁଦ୍ଧିଦାତା ବୁଦ୍ଧ। ବୁଦ୍ଧି ଟିକେ ମାନ୍ଦା ହେବ। ଯେପର୍ଯ୍ୟନ୍ତ ଶନିଙ୍କ ଦୃଷ୍ଟି ବୁଦ୍ଧ ଉପରେ ଥିବ, ମାନେ ବୁଦ୍ଧ ସିଂହରେ ଥିବେ, ସେପର୍ଯ୍ୟନ୍ତ ବୁଦ୍ଧି ଟିକେ ମାନ୍ଦା ହେବ। ବୁଦ୍ଧ ବି ପୂର୍ଣ୍ଣ ସହଯୋଗ କରିପାରିବେନି। ଶନି ଦଶମ ଓ ଏକାଦଶାଧିପ। ଜାତକରେ ଶନି ଦଶମ ଓ ଏକାଦଶାଧିପ। ଏଣୁ କର୍ମ କ୍ଷେତ୍ରରୁ ସୁନାମ ଓ ଲାଭ କମିଯିବ। ଯେଉଁ ଯେଉଁ କର୍ମରେ ଯେ ବ୍ରତୀ ଥିବେ ମେଷ ରାଶିର ବନ୍ଧୁମାନେ, ସେଥିରୁ ସେ ସୁନାମ ପାଇବେନି, ବରଂ ଦୁର୍ନାମ ପାଇବେ। ଲାଭ ବଦଳରେ କ୍ଷତି ହେଇପାରେ, କମିଯିବ, ବରଂ ବଦନାମ ଓ କ୍ଷତି ହୋଇପାରେ। ଲଗ୍ନାଧିପ ମଙ୍ଗଳ ଏବେ ତୃତୀୟରେ। ଲଗ୍ନାଧିପ ମଙ୍ଗଳ ଏବେ ତୃତୀୟରେ। ଲଗ୍ନ ହେଲା କୋଉଟା? ମେଷ। ମେଷ କଥା କହୁଛେ। ସେ ମାଲିକ ହେଲେ କେନା ମଙ୍ଗଳ। ମେଷାଧିପ ହେଲେ ମଙ୍ଗଳ। ସେ ଏବେ ତୃତୀୟରେ। ମଙ୍ଗଳ ତୃତୀୟ ହେଲେ ଦିଅନ୍ତି କ'ଣ? ଖାଲି ଲାଭ 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 ଲାଭ। ଲଗ୍ନାଧିପ ମଙ୍ଗଳ ଏବେ ତୃତୀୟରେ। ଏଣୁ ମଙ୍ଗଳ ସେପ୍ଟେମ୍ବର 28 ଯାଏ ପ୍ରଚୁର ଧନ ଲାଭ ପାଇଁ ସୁଯୋଗ ଦେବେ। ତୃତୀୟସ୍ଥ ମଙ୍ଗଳ ପ୍ରଚୁର ଧନ ଲାଭ ହେବ।
କେମିତି ହେବ ସେଥିପାଇଁ ସେ ବାଟ ଖୋଲିଦେବେ, ସୁଯୋଗ ଦେବେ। କହନ୍ତିନି ପଇସା ଉଡ଼ୁଛି ଧ ଧ ଧ, ମାନେ ଆମେ କିଛି ବାଟ ପାଇଯିବା, କେମିତି ପଇସା ମିଳିବ ଏ ସୁଯୋଗ ଦେବେ। ମଙ୍ଗଳ ଏ 28 ଯାଏ, ସେପ୍ଟେମ୍ବର 28 ଯାଏ ପ୍ରଚୁର ଧନ ଲାଭ ପାଇଁ ସୁଯୋଗ ଦେବେ। ସେ 29ରେ ମିଥୁନକୁ ଯିବେ, ଏଣୁ ଚତୁର୍ଥ ହେବେ। ମଙ୍ଗଳ ଚତୁର୍ଥ ହେଇଗଲେ ପ୍ରିୟ ଲୋକ ଅପ୍ରିୟ ହୁଏ, କଥା କଥାରେ ଶତ୍ରୁତା ସୃଷ୍ଟି ହୁଏ, ଶତ୍ରୁ ବଢ଼ିଯିବେ। ତେଣୁ କର୍ମ କ୍ଷେତ୍ରରେ ଶତ୍ରୁ ବଢ଼ିଯିବେ, ଘରେ ଭାଇ ବନ୍ଧୁ କୁଟୁମ୍ବ ଶତ୍ରୁ ହେଇଯିବେ। ମଙ୍ଗଳ ଚତୁର୍ଥସ୍ଥ ହେବେ, ଜାଣିଲେ ତ ତେଣୁ ଟିକେ ଚୁପ୍ ରହିବେ। ଯିଏ ଯାହା କହିଲେ ବି ଏ କାନରେ ପରେ ସେ କାନରେ ବାହାର କରିଦେବେ। ଆଉ ମୌନୀ ନଃ କଳହ ନାସ୍ତି, ଚାଣକ୍ୟ ଲେଖିଲେ ମୌନୀ ନଃ କଳହ ନାସ୍ତି। ଯେ ଚୁପଚାପ ରହେ ତା ସାଙ୍ଗରେ କେହି କଳି କଜିଆ କରିପାରନ୍ତି ନାହିଁ। ଜାଣିଲା ପରେ ଯଦି ପାଟି ଖୋଲିବେ ତାହେଲେ ମୁଁ କ'ଣ କରିବି? ଏଣୁ ପ୍ରିୟ ଲୋକ ଅପ୍ରିୟ ହେବେ, ଶତ୍ରୁ ବଢ଼ିଯିବେ। ବାସ୍ ବୃହସ୍ପତି ଦ୍ୱିତୀୟସ୍ଥ, ଏଣୁ ଦ୍ୱିତୀୟସ୍ଥ ବୃହସ୍ପତି ହେଲେ ହାତକୁ ବି ମୁଠା ମୁଠା ପଇସା ଆସେ, ସେ ଦିଅନ୍ତି, ବାଟ ଖୋଲି ଦିଅନ୍ତି। ଏଣୁ ଅଶ୍ୱିନ ଆଉ ଦ୍ୱିଜା ଏଇ ଦୁଇ ନକ୍ଷତ୍ର, 1 ଆଉ 2 ନକ୍ଷତ୍ର ଦ୍ୱୟଙ୍କୁ ଆନନ୍ଦ ମିଳିବ। ବୃହସ୍ପତି ଅଶ୍ୱିନକୁ ଆଉ ଦ୍ୱିଜାକୁ 1/1 ଆଉ 2/1 ଏଇ 2 ନକ୍ଷତ୍ରଙ୍କୁ ପ୍ରଚୁର ଆନନ୍ଦ ଦେବେ। ଆନନ୍ଦ ମୂଳଧନ ଆଉ କ'ଣ, ହାତକୁ ଧନ ଆଇଲେ ଆନନ୍ଦ ହବ ଆଉ କ'ଣ। ଆଉ ଅନେକ ସମସ୍ୟା ଥିବ, ଯଦି ଦୂର ହେଇଗଲା ଆନନ୍ଦିତ ହେବା ଆଉ କ'ଣ, ମନସ୍କାମନା ପୂରଣ ହବ। ଆଉ ସୁତରାଂ ବୃହସ୍ପତି ମନସ୍କାମନା ପୂରଣ କରିବେ। କୃତ୍ତିକା ନକ୍ଷତ୍ରକୁ ରାଜ ସମ୍ମାନ ଦେବେ, 3/1। କୃତ୍ତିକା ନକ୍ଷତ୍ର, ମେଷରାଶି କୃତ୍ତିକା ନକ୍ଷତ୍ର, ତାଙ୍କୁ ରାଜ ସମ୍ମାନ ମିଳିବ, ଧନ ମିଳିବ, ସମ୍ମାନ ମିଳିବ। କେତେ ଭାଗ୍ୟବାନ। ପଞ୍ଚମସ୍ଥ ବୁଦ୍ଧ, ଏ ବୁଦ୍ଧ କିଛି ଶୋକ ସମ୍ବାଦ ଶୁଣାଇବେ। କହିଥିଲେ ନା ବୁଦ୍ଧ ଅଛନ୍ତି କୋଉଠି? ସିଂହରେ ଦୃଷ୍ଟି ଅଛି କାହାର? ଶନିଙ୍କର। ଶନି ହେଲେ ବାସକ ଗ୍ରହ, ଶୋକର କାରକ। ତେଣୁ ବୁଦ୍ଧ ତାଙ୍କ ପିରିୟଡ଼ରେ କିଛି ଶୋକ ସମ୍ବାଦ ଶୁଣାଇବେ। ଆଗରୁ ଜାଣିଲେ ଧୈର୍ଯ୍ୟ ଧରିବେ, ଆଉ କ'ଣ କରିବା। ଯାହା ଈଶ୍ୱରଙ୍କ ଇଚ୍ଛା, ବିଧି ବିଧାନ, ଆମେ କ'ଣ କରିବା। ପଞ୍ଚମସ୍ଥ ବୁଦ୍ଧ, ଏଇ ବୁଦ୍ଧ କିଛି ଶୋକ ସମ୍ବାଦ ଶୁଣାଇ ପାରନ୍ତି। ଷଷ୍ଠସ୍ଥ ରବି, ଭଲ ଖବର। ରବି ଷଷ୍ଠସ୍ଥ ହେଲେ, ରବି ଚଳନରେ କୁହାହେଇଛି, ଯଦି ନ ପଢ଼ିଥିବେ ନ ଶୁଣିଥିବେ ଆଉ ଟିକେ ପଳେଇ ଯିବେ ରବି ଚଳନ ପାଖକୁ, ସେଥିରେ ଆଲୋଚନା ହେଇଛି। ଅଶ୍ୱିନ ଦ୍ୱିଜା କୃତ୍ତିକା ଏଇ 3 ନକ୍ଷତ୍ରକୁ ରବି କିଭଳି ଭାବରେ କ'ଣ ଦେବେ ଏବଂ ସେଥିପାଇଁ ଆପଣମାନେ କ'ଣ କରିବେ, କ'ଣ କଲେ ଆପଣଙ୍କର ସୁଖ ଆସିବ, ଏସବୁ ବର୍ଣ୍ଣନା କରାହେଇଛି। ଟିକେ 2 ପାଦେ ପଛକୁ ପଳେଇ ଯିବେ। ରବି ଚଳନ 2-4 ଦିନ ତଳେ କୁହାହେଇଥିଲା, ପଢ଼ିବେ, ଶୁଣିବେ, ଜାଣିବେ ଏବଂ କାମରେ ଲଗାଇବେ। ଷଷ୍ଠସ୍ଥ ରବି ଅଶ୍ୱିନ ନକ୍ଷତ୍ରକୁ ଅନେକ ଲାଭ ଦେବେ, ତଥା ଦ୍ୱିଜା ଓ କୃତ୍ତିକାକୁ ଭ୍ରମଣ ସୁଯୋଗ ଦେବେ। ଅଶ୍ୱିନକୁ ଦେବେ ସିଏ ଅନେକ ଲାଭ, 1/1। ଅଶ୍ୱିନ ବେଶକୁ ରବି ଦେବେ ଅନେକ ଲାଭ, ଆଉ ସେ ଲାଭ ପାଇ ଖାଲି ଟିକେ ଖୁସି ହେବେ, ମୌଜ କରିବେ। କିନ୍ତୁ ଦ୍ୱିଜା ଓ କୃତ୍ତିକା 2/1, 3/1 ଏ 2 ନକ୍ଷତ୍ରଙ୍କୁ ସେ ଭ୍ରମଣ ସୁଯୋଗ ଦେବେ। ଏ ଅର୍ଥକୁ ଏମାନେ ବିଭିନ୍ନ ଜାଗାକୁ ଯାଇ ପଇସା ଖର୍ଚ୍ଚ କରି ବହୁତ ମଜଲିସ୍ କରିବେ, ଆନନ୍ଦ ରହିବେ। ଦ୍ୱିଜା ଆଉ କୃତ୍ତିକା। ଦେହ ମନ ଭଲ ରହିବ, ପୁରୁଣା ରୋଗ ଭଲ ହୋଇଯିବ। ରବି ଷଷ୍ଠସ୍ଥ ହେଲେ ଦେହରେ ଥିବା ସବୁ ରୋଗ ସେ ଭଲ କରିଦିଅନ୍ତି, ପୁରୁଣା ରୋଗୀମାନେ ଆଶ୍ୱସ୍ତ ହେବେ। ଷଷ୍ଠସ୍ଥ ଶୁକ୍ର ଭଲ ନୁହେଁ, ଶୁକ୍ର ବି ଷଷ୍ଠସ୍ଥ ନା, ସେ ଭଲ ଫଳ ଦେବେନି। ନାନାବିଧ ଶାରୀରିକ ଯନ୍ତ୍ରଣା ଦେବାକୁ
ଯୋଜନା କରିଛନ୍ତି। ତେଣୁ ଯେଉଁ ପ୍ରକାର ରୋଗ ହେବ ବର୍ତ୍ତମାନ ତାର ମୂଳ କାରଣ ହେବେ ଶୁକ୍ର। ଶୁକ୍ର ବିଭିନ୍ନ ଯନ୍ତ୍ରଣା ଦୁଃଖ ଦେବା ପାଇଁ ଯୋଜନା କରିଛନ୍ତି। ଷଷ୍ଠସ୍ଥ କେତୁ ଧନ ବୃଦ୍ଧିରେ ସହଯୋଗ କରିବେ, ପୁଣି କେତୁ ବି ଧନ ଦେବେ। ହେଲା କେତୁ ଷଷ୍ଠସ୍ଥ, ଏଣୁ ଅଶ୍ୱିନକୁ ବହୁ ସମ୍ପଦ ଦେବେ। ଅଶ୍ୱିନ ନକ୍ଷତ୍ରକୁ କେତୁ ଦେବେ ପ୍ରବଳ ସମ୍ପତ୍ତି, ଧନ ଧନ ଧନ, ପୁରୁଣା ଧନ କରଗତ ହେବ। ଯିଏ ଯେଉଁ ପ୍ରକାର ବୃତ୍ତି କରୁଛନ୍ତି, ପଇସା ରହିଯାଇଛି ପର ହାତରେ, ସରକାରୀ ମହଲରେ ହାତକୁ ଆସିପାରୁନି, ପୁରୁଣା ବିଲ୍ ପାସ୍ ହେଇପାରୁନି, କଣ୍ଟ୍ରାକ୍ଟର ମାନଙ୍କର ପଇସା ମିଳିପାରୁନି, ଆଉ ସେମିତି କିଏ ନେଇଛନ୍ତି ବନ୍ଧୁବାନ୍ଧବ ଦେଉନାହାନ୍ତି, ଏହି ସମୟରେ ହାତକୁ ପୁରୁଣା ଧନ ଫେରି ଆସିବ। କେତୁ ସହଯୋଗ କରିବେ। କେତୁଙ୍କୁ ଖୁସି କରିବା ପାଇଁ କହିଥିଲି ଗଣେଶଙ୍କୁ ପୂଜା କରିବେ। ଓଂ ଗଂ ଗଣପତେ ନମଃ ଏ ମନ୍ତ୍ରରେ ଦୁବ 2ଟା ଚାଉଳ 2ଟା ଗଣେଶଙ୍କୁ ଦେବେ। ଗଣେଶ ଖୁସି ହେବେ, ବିଘ୍ନ ଦୂର ହେବ। ନମୋ ଗଣେଶ ବିଘ୍ନେଶଃ ଗିରିଜାନନ୍ଦନଂ ପ୍ରଭୋ ମମ ବିଘ୍ନଂ ନିତ୍ୟାସୁ ସର୍ବସିଦ୍ଧି ପ୍ରଦୋ ହେବ। ଏ ମନ୍ତ୍ର ଟିକେ ପଢ଼ିବେ, ମୁଣ୍ଡିଆ ମାରିବେ ଏବଂ ଚେଷ୍ଟା କରିବେ। ଚୁପଚାପ ବସିଲେ ହାତକୁ ଧନ ଆସିବନି। ନଈ ସପ୍ତସ୍ୟ ସିଂହସ୍ୟ ମୁଖେ ପ୍ରବିଶନ୍ତି ମୃଗାଃ, ଶୋଇଥିବା ସିଂହ ପାଟିକି ପଶୁ ପଶି ଆସନ୍ତିନି। ମୃଗ ମାଂସ ଖାଇବାକୁ ହେଲେ ସିଂହକୁ ଯେମିତି ପରିଶ୍ରମ କରିବାକୁ ପଡ଼ିବ, ଆପଣଙ୍କୁ କିଛି ପରିଶ୍ରମ କରିବାକୁ ପଡ଼ିବ, ବୁଦ୍ଧିର ଖେଳ ଖେଳିବାକୁ ପଡ଼ିବ, ପୁରୁଣା ସମ୍ପତ୍ତି ଫେରି ଆସିବ। ଦ୍ୱିଜା କୃତ୍ରିକାକୁ ସୁଖ ଓ ଶାନ୍ତି ଦେବେ କିଏ? କେତୁ। ତେଣୁ ସେମାନେ ପାଇଥିବା ଧନରେ ଟିକେ ବିଳାସ ବେସନରେ ମାତିବେ। ତାଙ୍କ ସମୟ ଶୁଭରେ ଶୁଭରେ କଟିଯିବ। ଆଉ ଆଗରୁ ତ କହିଛି ଶନି ଏକାଦଶସ୍ଥ ନିଷ୍କ୍ରିୟ, ତେଣୁ ତାଙ୍କ କଥା ଆଉ କିଛି କହୁନି। ରାହୁ ଦ୍ୱାଦଶସ୍ଥ ହେଲେ ଶାରୀରିକ ଯନ୍ତ୍ରଣା ପୀଡ଼ା ସୃଷ୍ଟି କରନ୍ତି। ଶୁକ୍ର ଦେବେ ପୀଡ଼ା ଆଉ ରାହୁ ଦେବେ ପୀଡ଼ା। ଦୀର୍ଘ ଦିନରୁ ରାହୁ ଅଛନ୍ତି କେଉଁଠି? ମୀନରେ। ଅର୍ଥାତ୍ ଯିଏ ଯେଉଁ ପ୍ରକାର ଯନ୍ତ୍ରଣା ଭୋଗୁଛନ୍ତି ତାର ମୂଳ କାରଣ ରାହୁ। ହେ ବନ୍ଧୁ, ରାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ ନା। ବାସି ଖାଦ୍ୟ ନୁହଁ, ସଜ ଖାଦ୍ୟ, ବିରି ଖାଦ୍ୟ, ବିରି ତିଆରି ଖାଦ୍ୟ କୁଆ ଆଉ କୁକୁରଙ୍କୁ ଦିଅନ୍ତୁ। ସଜ ଖାଦ୍ୟ, ଅଇଁଠା ଖାଦ୍ୟ ନୁହଁ। ଖାଇବା ପୂର୍ବରୁ ମୁଠିଏ ଯେଉଁ ଖାଦ୍ୟ ଖାଉଛନ୍ତି, ରୁଟି ଖାଉଥିଲେ ଫାଳେ କି ପଟେ ରୁଟି ରଖନ୍ତୁ, ତାକୁ ମଧ୍ୟ ଦେଇଦିଅନ୍ତୁ କୁଆ କୁକୁରଙ୍କୁ। ବାହାରେ ଭାତ ଖାଉଥିଲେ ଆଗେ ମୁଠିଏ ଭାତ କାଢ଼ି ରଖନ୍ତୁ, ତାକୁ ଦେଇଦିଅନ୍ତୁ ସେମାନଙ୍କୁ। ଏବଂ ପ୍ରତିଦିନ ଚେଷ୍ଟା କରନ୍ତୁ କୁଆ କୁକୁରଙ୍କୁ, ବୁଲା କୁକୁରଙ୍କୁ, କୁଆମାନଙ୍କୁ କିଛି ବିରି ଖାଦ୍ୟ, ବିରି ତିଆରି ଖାଦ୍ୟ, ଘରେ କିଛି ବିରି ପୋଡ଼ନ୍ତୁ, ମାନେ ଭାଜନ୍ତୁ। ପୋଡ଼ା ବିରି ଗନ୍ଧ ନାକରେ ପଶିଲେ ଧୂଆଁ ଦେଲେ ମଶା ଚାଲିଯାଆନ୍ତି, ସେମିତି ରାହୁ ମଧ୍ୟ ଟିକେ ଛାଡ଼ି ପଳେଇବେ ବିରି ଧୂଆଁରେ। ଚେଷ୍ଟା କରନ୍ତୁ ନା, ଦେଖିବା ଯାହା ହବ ତାପରେ। ଆଉ ବୁଝିଗଲା? ରାହୁ ଦ୍ୱାଦଶସ୍ଥ ହେଲେ ଶାରୀରିକ ଯନ୍ତ୍ରଣା ଦେବେ ଆଉ ସେ ପୀଡ଼ା ମଧ୍ୟ ସୃଷ୍ଟି କରିବେ। ମାତ୍ର ଗୋଚରରେ ଶୁଭରେ ସେ ଗତି କରିଥିବାରୁ ପୀଡ଼ା ସିନା ଦେବେ, ରାହୁ ପ୍ରବଳ ପୀଡ଼ା ଦେବେ, କିନ୍ତୁ ଯେତେବେଳେ ଯାତ୍ରା କରିଥିଲେ ମୀନକୁ ସେତେବେଳେ ଶୁଭ ଦୃଷ୍ଟି ଦେଇଥିଲେ ମେଷକୁ। ଏଣୁ ଏହି ଗୋଚର ସମୟରେ ଶୁଭ ଦୃଷ୍ଟି ଥିବାରୁ 3 ନକ୍ଷତ୍ର ଅଶ୍ୱିନ ଦ୍ୱିଜା କୃତ୍ରିକାକୁ ସେ ବିନୀତ ଓ ନମ୍ର କରାଇବେ। ଯଦି ଏବେ ମେଷ ରାଶିର 3 ନକ୍ଷତ୍ର ବିନୀତ ବା ନମ୍ର ହେଇଛନ୍ତି, ତା ମୂଳ କାରଣ ଶାସକ ହେଲେ ରାହୁ କିଛି ଭୁଲ କାମ କରିବା ପୂର୍ବରୁ ସେ ସୂଚନା କରୁଛନ୍ତି। ତେଣୁ ବିନୀତ ଓ ନମ୍ର କରାଇବେ ଏବଂ ଧନ ବି ଦେବେ, ଆୟ ବୃଦ୍ଧି କରାଇ ବାଟ ଖୋଲିଦେବେ। ଯେଉଁ ପୀଡ଼ା ଦେବେ, ଯନ୍ତ୍ରଣା ଦେବେ, ସେ କେମିତି ଦୂର ହେବ ତା ପାଇଁ ସେ ଅର୍ଥ ବି ଦେବେ। ସାରାଂଶ ଏହା ହେଲା ଯେ ମଙ୍ଗଳ, ବୃହସ୍ପତି, ରାହୁ, କେତୁ ଓ ରବି ଆବଶ୍ୟକ ଠାରୁ ଅଧିକ ଧନ ଦେବେ। ଧନ ପ୍ରବଳ ଆସିବ। ଏଣୁ ଯେଉଁମାନେ ବ୍ୟବସାୟୀ, ଯିଏ ଯେଉଁ ବ୍ୟବସାୟ କରୁଛି, ମୁଁ ଗୋଟେ ହୀରା ବ୍ୟବସାୟୀ, ତ
ତମେ ତ ମାତ୍ର ସୁନା ବ୍ୟବସାୟ କରୁଛ, ଆଉ ସେ ରୂପା ବ୍ୟବସାୟ କରୁଛି। ତ ତମେ ଧାନ ବ୍ୟବସାୟୀ, ଆଉ ତମର ତ ଗ୍ରୋସରୀ ଦୋକାନ ଅଛି, ତ ବହି ଦୋକାନ ଅଛି ପୁରା। ମାନେ ଯିଏ ଯେଉଁ ବ୍ୟବସାୟ କରୁଛି ତାଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଧନର ଅଭାବ ପଡ଼ିବନି। ଏଣୁ ବ୍ୟବସାୟ ପାଇଁ ଅର୍ଥ ଖଟା ହେଲା। ଯେମିତି ଗାଈ ମୁହଁରେ କ୍ଷୀର, ଗାଈ ପେଟେ ଖାଇଲେ ପ୍ରବଳ କ୍ଷୀର ପହ୍ନାକୁ ଆସେ, ଅର୍ଥ ଆସିଲା, ବ୍ୟବସାୟରେ ଖଟେଇଲେ ଲାଭ ହେଲା। ଆଉ କ'ଣ କଚେ ପୋବାର। ବ୍ୟବସାୟୀମାନଙ୍କ ପାଇଁ, ମେଷ ରାଶିର ବ୍ୟବସାୟୀମାନଙ୍କ ପାଇଁ ଅସୁବିଧା କିଛି ହେବନି। ଲାଭ 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 ଲାଭ। ଏତେ ଖୁସି ହୁଅନ୍ତୁନି। ହେଲା ସାରାଂଶ ଏହା ହେଲା ଯେ ମଙ୍ଗଳ, ବୃହସ୍ପତି, ରାହୁ, କେତୁ, ରବି ଆବଶ୍ୟକଠାରୁ ଅଧିକ ଧନ ଦେବେ। ଏଣୁ ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବେ। ମାତ୍ର ଏ ଧନର ସଦୁପଯୋଗ ନକରି ଘରକୁ ପଇସା ଆସିଲା, ଆଉ ଘରେ ଯେଉଁ ମହିଳାମାନେ ଥିବେ ପଇସାକୁ ଦେଖି ତ ନାଚିବେ। ଆଉ ବୃଥା ଖର୍ଚ୍ଚ କରିବେ, ବୃଥା ଖର୍ଚ୍ଚ ଗୁଡ଼ାଏ କରିଦେବେ। ମେଷ ରାଶିର ମହିଳାମାନେ ପ୍ରାପ୍ତ ଧନର ସୁବିନିଯୋଗ କରିବେନି, ବୃଥା ଖର୍ଚ୍ଚ କରିବେ। ଫଳରେ ଘରେ ଝଗଡ଼ା ହେବ। ଏଣୁ ବ୍ୟବସାୟୀଙ୍କର ପତ୍ନୀମାନେ ଖର୍ଚ୍ଚାନ୍ତ କରିବେ। ଏଣେ ପୁଣି ଶୁକ୍ର, ରାହୁ ଓ ଶନି ରୋଗର ବାହକ ହେବେ, କାରଣ ହେବେ। ରବିଙ୍କ ଯୋଜନାନୁସାରେ ସେ ଆରୋଗ୍ୟ ରଖିବେ ସିନା, ରୋଗ ଓ ବଦ ଖର୍ଚ୍ଚ ପାଇଁ ଯେଉଁ ପାରିବାରିକ ଶାନ୍ତି ଭଙ୍ଗ ହେବ, ରୋଗ ହେବ, ସେଆଡ଼େ ପଇସା ଖର୍ଚ୍ଚ ହେବ, ଅସୁସ୍ଥ ମନୋଭାବ, ଲୋକମାନେ ବ୍ୟସ୍ତ ଥିବେ, ଆଡ଼େ ବୃଥା ଖର୍ଚ୍ଚ ହେବ। ଏଥିପାଇଁ ଘରେ କଳହ ସୃଷ୍ଟି ହେବ, ପରିବାରର ଶାନ୍ତି ଭଙ୍ଗ ହେବ। ସପ୍ତମାଧିପ ଶୁକ୍ର ଷଷ୍ଠରେ। ଏଣୁ ବିପରୀତ ଲିଙ୍ଗ, ଯଦି ମନେକର ତୁମର ମେଷ ରାଶି, ତମେ ସ୍ତ୍ରୀ ଲୋକ, ତମ ସ୍ୱାମୀ ଅସୁସ୍ଥ ହେବେ, ଆଉ ତମେ ଯଦି ପୁରୁଷ, ତମ ସ୍ତ୍ରୀ ଅସୁସ୍ଥ ହେବେ। ବିପରୀତ ଲିଙ୍ଗ ଅସୁସ୍ଥ ହେବେ, ରୋଗରେ ଗୁଡ଼ାଏ ଖର୍ଚ୍ଚ ହେବ। ପଇସା କୋଉଠି ଆଣିବେ? ଦେବେ ସେମାନଙ୍କର, କୋଉଠି ଆଣିବେ? ଯେତେ ପାଇଲେ ବି ଲୋଭ। ନାଇଁ 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 ନାଇଁ। ଶନିଙ୍କ ପାଇଁ କର୍ମକ୍ଷେତ୍ରରେ ଶତ୍ରୁ ଜାଗ୍ରତ ହେବେ। ଧନ ସିନା ଆସିବ, ମାତ୍ର ଶାନ୍ତି ଭଙ୍ଗ ହେବ। ପଞ୍ଚମକୁ ଶନି ଦେଖୁଛନ୍ତି। ଏଣୁ ଛାତ୍ର ଛାତ୍ରୀ ଓ ସନ୍ତାନ ମାନଙ୍କର ବିଦ୍ୟା ପ୍ରତି ଶ୍ରଦ୍ଧା ଓ ଆଗ୍ରହ କମିଯିବ। ମେଷରାଶି କଥା କହୁଛେ, ନିଜର ସୁଖ ଓ ଶାନ୍ତି ପାଇଁ ଆରମ୍ଭରେ କହିଥିଲେ, ଏବେ କହୁଛି। ଓಂ ହ୍ରିଂ ଶ୍ରୀଂ ଲକ୍ଷ୍ମୀ ନାରାୟଣାଭ୍ୟାଂ ନମଃ। ଶ୍ରୀ ସନ୍ଧ୍ୟାରେ ଜପ କରନ୍ତୁ। ମଙ୍ଗଳ ହେଉ। ରହିଲି, ନମସ୍କାର।